ତେତେୟା ଯୁଗର କଥା। ଦେବ, ନର, ବାନର, ରାକ୍ଷସ ଏହି ଚାରି ଜାତିର ମନୁଷ୍ୟ ଭାରତବର୍ଷରେ ବାସ କରୁଥିଲେ। ହିମାଳୟର ପାର୍ବତ ଦେଶରେ ବାସ କରୁଥିବା ମନୁଷ୍ୟମାନଙ୍କୁ ଦେବଜାତି ବୋଲି କୁହାଯାଉଥିଲା। ସେମାନଙ୍କର ରାଜା ଥିଲେ ଇନ୍ଦ୍ର। ଉତ୍ତର ଭାରତରେ ଯେଉଁମାନେ ବାସ କରୁଥିଲେ ସେମାନଙ୍କୁ ନର ବା ଆର୍ଯ୍ୟ କୁହାଯାଉଥିଲା। ସେମାନଙ୍କର ରାଜାକୁ କୁହାଯାଉଥିଲା ନୃପତି। ଦେବଜାତି ଓ ଆର୍ଯ୍ୟମାନଙ୍କ ମଧ୍ୟରେ ସୁସମ୍ପର୍କ ଥିଲା। ଯୁଦ୍ଧ ସମୟରେ ଉଭୟ ପରସ୍ପରକୁ ସାହାଯ୍ୟ କରୁଥିଲେ। ଅଯୋଧ୍ୟାର ରାଜା ଦଶରଥ ମଧ୍ୟ ଦେବମାନଙ୍କୁ ଯୁଦ୍ଧ ସମୟରେ ସାହାଯ୍ୟ କରୁଥିଲେ। କୁହାଯାଏ ତେତେୟା ପରେ ଦ୍ୱାପର ଯୁଗରେ ମଧ୍ୟ ଏହି ସମ୍ପର୍କ ପ୍ରତିଷ୍ଠା ହୋଇଯାଇଥିଲା। ଅର୍ଜୁନ ମଧ୍ୟ ଦିବ୍ୟାସ୍ତ୍ର ପ୍ରାପ୍ତି ପାଇଁ ଦେବରାଜ୍ୟ ଯାଉଥିଲେ। ଉଭୟ ଜାତି ମଧ୍ୟରେ ବୈବାହିକ ସମ୍ପର୍କ ସ୍ଥାପନ ହେଉଥିଲା। ସେହି ତେତେୟା ଯୁଗରେ ବିଶ୍ରବାନନ୍ଦନ ରାବଣ ରାକ୍ଷସମାନଙ୍କ ରାଜ୍ୟ ଲଙ୍କାର ରାଜା ଥିଲେ। ସେତେବେଳେ ଲଙ୍କା ନଗରୀ ଏକ ବିକଶିତ ରାଜ୍ୟ ଥିଲା। ଦକ୍ଷିଣ ଭାରତରେ ଯେଉଁମାନେ ବାସ କରୁଥିଲେ ସେମାନଙ୍କୁ ବାନର କୁହାଯାଉଥିଲା। ଏମାନଙ୍କର ରାଜା ଥିଲେ ବାଳି। ତାଙ୍କ ରାଜ୍ୟର ରାଜଧାନୀ ଥିଲା କିଷ୍କିନ୍ଧ୍ୟା। ଏହା ମଧ୍ୟ ଏକ ସମୃଦ୍ଧଶାଳୀ ରାଜ୍ୟ ଥିଲା। ବାଳି ପରାକ୍ରମୀ ରାଜା ଥିଲେ। ବାନରମାନେ ସେତେବେଳେ ଯୁଦ୍ଧରେ ନିପୁଣ ଥିଲେ। ବାନର ଓ ରାକ୍ଷସମାନଙ୍କ ମଧ୍ୟରେ ପ୍ରଚଣ୍ଡ ଯୁଦ୍ଧ ଲାଗି ରହୁଥିଲା। ରାବଣ ଭାବିଲେ ଦେବ ଓ ନରଜାତିମାନଙ୍କ ମଧ୍ୟରେ ସୁସମ୍ପର୍କ ହେତୁ ଦିନେ ନା ଦିନେ ରାକ୍ଷସ ରାଜ୍ୟ ଉପରକୁ ବିପଦ ଘନେଇ ଆସିବ। ସେ ଭବିଷ୍ୟତ କଥା ଚିନ୍ତା କରି ବାନର ରାଜା ବାଳିଙ୍କ ସହିତ ସୁସମ୍ପର୍କ ପ୍ରତିଷ୍ଠା କରିଥିଲେ। ଏହା ଫଳରେ ବାନର ଓ ରାକ୍ଷସମାନଙ୍କ ମଧ୍ୟରେ ଉତ୍ତର ସମ୍ପର୍କ ସ୍ଥାପିତ ହୋଇଥିଲା। ବାଳିର ସାନ ଭାଇ ଥିଲେ ସୁଗ୍ରୀବ। କ୍ଷମତା ବଳରେ ବାଳି ସୁଗ୍ରୀବକୁ ହତାଦାର କରୁଥିଲେ। ସୁଗ୍ରୀବ ବାରମ୍ବାର ରାଜା ବାଳି ଦ୍ୱାରା ପରାସ୍ତ ହୋଇ ଅସନ୍ତୋଷ ଭିତରେ ରହୁଥିଲେ। ରାକ୍ଷସ ରାଜା ରାବଣଙ୍କ ଲଙ୍କା ନଗରୀ ନାନା କାରୁକାର୍ଯ୍ୟ ଓ କଳାରେ ପୂର୍ଣ୍ଣ ଥିଲା। ସେତେବେଳର ବିକଶିତ ରାଷ୍ଟ୍ର ଲଙ୍କା ଓ ବାନରମାନଙ୍କର ରାଜଧାନୀ କିଷ୍କିନ୍ଧ୍ୟା ସହର ଉଭୟ ମଧ୍ୟରେ ଯୋଗସୂତ୍ର ରକ୍ଷା ହେଉଥିଲା। ରାବଣ ଥିଲା ବୁଦ୍ଧିମାନ ଓ ପରାକ୍ରମଶାଳୀ ରାଜା। ବାଳି ରାଜା ସହିତ ସୁସମ୍ପର୍କ ରକ୍ଷା କରି ସ୍ୱପ୍ନ ଦେଖୁଥିଲା ତ୍ରିଭୁବନ ବିଜୟୀ ହୋଇ ସ୍ୱର୍ଗକୁ ନିଶୁଣି ବାନ୍ଧିବା ପାଇଁ। ରାବଣ ଭାଇ କୁବେରଙ୍କଠାରୁ ପୁଷ୍ପକଯାନ ଛଡ଼ାଇ ନେବାରୁ କୁବେର ହତାଦାର ହୋଇ ଦେବତାମାନଙ୍କର ସହାୟତାରେ ଲଙ୍କା ଛାଡ଼ି ଚାଲିଯାଇଥିଲେ। ତେଣୁ ରାବଣ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ମର୍ତ୍ତ୍ୟ ବିଜୟୀ ହେବା ପାଇଁ ଚେଷ୍ଟା କରୁଥିଲେ। ଜଳସୂତ ମାଟି, ମାଟିସୂତ ପଦ୍ମ, ପଦ୍ମସୂତ ବ୍ରହ୍ମା, ବ୍ରହ୍ମାସୂତ ପୁଲକ୍ୟ, ପୁଲକ୍ୟସୂତ ବିଶ୍ରବା ଆଉ ଏହି ବିଶ୍ରବାସୂତ ରାବଣର ନିର୍ଦ୍ଦେଶରେ ସେ ସମୟରେ ମୁନି ଋଷିଗଣ ବହୁତ ହଇରାଣ ହରକତ ହେଉଥିଲେ। କାରଣ ରାବଣର ନିର୍ଦ୍ଦେଶରେ ରାକ୍ଷସମାନେ ଋଷିମାନଙ୍କର ଯଜ୍ଞ ଓ ତପସ୍ୟା ସ୍ଥଳରେ ରକ୍ତ, ମାଂସ, ମଳ, ମୂତ୍ର ପକାଇ ଦୂଷିତ କରୁଥିଲେ। ଏହି ଋଷିମାନଙ୍କର ନେତୃତ୍ୱ ନେଉଥିଲେ ବିଶ୍ୱାମିତ୍ର। ସେ ମଧ୍ୟ ରାକ୍ଷସମାନଙ୍କ ଉପରେ ଅସନ୍ତୁଷ୍ଟ ପ୍ରକାଶ କରୁଥିଲେ। ମାତ୍ର କ୍ରାନ୍ତଦର୍ଶୀ ଅଗସ୍ତ୍ୟ ଦଣ୍ଡକାରଣ୍ୟରେ ଏକ ବିଦ୍ୟାଳୟ ବା ଆଶ୍ରମ ସ୍ଥାପନ କରି ବାନରମାନଙ୍କୁ ଆର୍ଯ୍ୟ ସଂସ୍କୃତି ଓ ଦର୍ଶନ ଉପରେ ଶିକ୍ଷା ଦେଉଥିଲେ। ବିଶ୍ୱାମିତ୍ର ସେହି ଆଶ୍ରମର ଉପଯୁକ୍ତ ଶିକ୍ଷା ଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କୁ ରାକ୍ଷସମାନଙ୍କ ବିରୁଦ୍ଧରେ ଲଗାଇ ସେମାନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ମନେ ମନେ ପ୍ରସ୍ତୁତ ଥିଲେ। ପିତା ବିଶ୍ରବା ଓ ମାତା ନିକଷାଙ୍କ ପୁତ୍ର ରାବଣ କିନ୍ତୁ ଥିଲା ନଛଡ଼ା ବନ୍ଧା। ସେ କଳେ ବଳେ କୌଶଳ ତ୍ରିଭୁବନ ବିଜୟୀ ହୋଇ ନିଜର ପ୍ରଭୁତ୍ୱ ବଜାଇ ରଖିବା ପାଇଁ ସ୍ୱପ୍ନ ଦେଖୁଥିଲେ। କେବଳ ତ୍ରିଭୁବନ ବିଜୟୀ ନୁହେଁ, ମୃତ୍ୟୁଞ୍ଜୟ ହେବାକୁ ଚାହୁଁଥିଲେ ମଧ୍ୟ। ସେ ସ୍ୱପ୍ନ ଦେଖୁଥିଲେ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଏହି ତିନିଭୂର ଅଧିବାସୀ ହେବା ପାଇଁ। ମାତ୍ର ବିଧିର ବିଧାନ ଥିଲା ଅଲଗା। ଏହି ସମୟରେ ପହଞ୍ଚିଗଲେ ଦେବର୍ଷି ନାରଦ। ନାରାୟଣ ନାରାୟଣ କହି ପହଞ୍ଚିଗଲେ ରାଜସିଂହାସନ ନିକଟରେ। ଦେଖିଲେ ହର୍ଷ ଉଲ୍ଲାସରେ ବସିଛନ୍ତି ଦଶାନନ ସିଂହାସନ ଉପରେ। ରାବଣ ମହର୍ଷି ନାରଦଙ୍କୁ ଦେଖି ସିଂହାସନରୁ ଉଠି ପ୍ରଣିପାତ କଲେ ଏବଂ ତାଙ୍କ ଆତିଥ୍ୟ ସ୍ୱୀକାର କଲେ। ରାବଣ ବଡ଼ ଚତୁର କଥା ବଡ଼ ଚାତୁର ମଧ୍ୟ ଜ୍ଞାନୀ ଥିଲେ। ସେ ଭାବିଲେ ମହର୍ଷି ନିଶ୍ଚିତ କିଛି ଉଦ୍ଦେଶ୍ୟ ନେଇ ଆସିଛନ୍ତି। ସେ କଥା ତାଙ୍କୁ ନ ପଚାରିଲେ ରହିହେବ ନାହିଁ। ଏହି କଥା ଭାବି ମନରେ ସାହସ ବାନ୍ଧି ରାବଣ ପଚାରିଲେ ମହର୍ଷି, ହଠାତ୍ ଆପଣ ଆଜି ଲଙ୍କାରେ ପ୍ରବେଶ କରିବାର କାରଣ କ'ଣ? ମହର୍ଷି ନାରଦ କହିଲେ, ହେ ଲଙ୍କାପତି, ମୋ ଗଣନାରେ ଆଜି ଶୁଭ ମୁହୂର୍ତ୍ତର ବେଳ।
କାରଣ ମୁଁ ଜାଣିବାକୁ ପାଇଲି ଆପଣ ତ୍ରିଭୁବନ ବିଜୟ ଓ ମୃତ୍ୟୁକୁ ଜୟ କରି ଅମର ରହିବାକୁ ଚାହୁଁଛନ୍ତି। ମାତ୍ର ବିଧି ତାହା ଲେଖିନାହିଁ। ଆପଣ ଜ୍ଞାନୀ, ମାନି, ଅଭିମାନୀ, ସର୍ବୋପରି ଆପଣ ଶୈବ୍ୟଭକ୍ତ। ଆପଣଙ୍କୁ ମୁଁ କ'ଣ ବୁଝାଇବି? ଆପଣ ବିଶ୍ରବାନନ୍ଦନ ହୋଇଥିବାରୁ ଆପଣଙ୍କୁ କୁହାଯାଏ ବୈଶ୍ରବଣ। ଆପଣଙ୍କର ଅହଙ୍କାରୀ ମନୋଭାବ ହେତୁ ଦେବତାମାନେ ଛଳ କରି ଆପଣଙ୍କର ଭ୍ରାତା କୁବେରଙ୍କୁ ଲଙ୍କାର ସମସ୍ତ ଧନସମ୍ପତ୍ତି ଦେଇଦେଲେ। ତଥାପି ଆପଣ ବୁଝିଲେଣି, ଏବେ ଆପଣ ମୃତ୍ୟୁକୁ ଜୟ କରିବାର ସ୍ୱପ୍ନ ଦେଖୁଛନ୍ତି। ଆପଣ ବୋଧହୁଏ ଜାଣନ୍ତିନି ଭବିଷ୍ୟତ। ସରଜୁ ନଦୀକୂଳରେ ଅବସ୍ଥିତ ଏକ ରାଜ୍ୟ, ଯାହାର ନାମ ଅଯୋଧ୍ୟା। ସେ ଅଯୋଧ୍ୟାର ରାଜା ବର୍ତ୍ତମାନ ଯୁବରାଜ ଦଶରଥ। ସେ ଅବିବାହିତ, କିନ୍ତୁ ତାଙ୍କର କୌଶଳ ଦେଶର ରାଜକୁମାରୀ କୌଶଲ୍ୟାଙ୍କ ସହ ବିବାହ ପ୍ରସ୍ତାବ ଆସିଛି। ଯଦି ଉଭୟଙ୍କର ବିବାହ ହୁଏ, ତେବେ ତାଙ୍କ ଔରସରୁ ଜାତ ସନ୍ତାନ ଆପଣଙ୍କର ମୃତ୍ୟୁର କାରଣ ହେବ। ଆପଣ କେମିତି ମୃତ୍ୟୁଜୟୀ ହେବେ? ଏ କଥା ଶୁଣି ରାବଣଙ୍କର ମନରେ ଭୟ ଜାତ ହେଲା। ମୃତ୍ୟୁ କଥା ଶୁଣିଲେ କାହାର ବା ଭୟ ହେବନି? ରାବଣ ବା ସେଥିରୁ ବଞ୍ଚିବ କେମିତି? ସେ ଭଲ ଭାବେ ଜାଣନ୍ତି ମହର୍ଷି ଦେବୋଦ, ମହର୍ଷି ନାରଦ ତ୍ରିକାଳଦର୍ଶୀ। ଭବିଷ୍ୟତ କଥା ତାଙ୍କୁ ଜଣା। ତେଣୁ ସେ ମନରୁ ଭୟ ଦୂର କରି ପଚାରିଲେ, ହେ ମହର୍ଷି, ଏହାର କାରଣ କ'ଣ କିଛି ଉପାୟ ନାହିଁ? ମୋ ମନରେ ଯେଉଁ ଚିର ଉପେକ୍ଷିତ ଅଛି, ତାହା କ'ଣ ପୂରଣ ହୋଇପାରିବ ନାହିଁ? ବିନୟ ଭାବେ କହିଲେ ରାବଣ। ମହର୍ଷି ଟିକିଏ ଭାବିଲେ, ଆଉ କହିଲେ, ହେ ବିଶ୍ରବାନନ୍ଦନ, ଏହାର ଉପାୟ ଅଛି, ମାତ୍ର ତୁମେ କ'ଣ ତାହା କରିପାରିବ? ରାବଣ କହିଲେ, ମହର୍ଷି, ମୁଁ ପ୍ରତିଶ୍ରୁତି ଦେଉଛି ତାହା କରିପାରିବି। ଆପଣ ନିର୍ଦ୍ୱନ୍ଦ୍ୱରେ କୁହନ୍ତୁ। ନାରଦ କହିଲେ, ରାବଣ, ତମେ ଯଦି କୌଶଳ ଦେଶକୁ ଯାଇ ରାଜକୁମାରୀ କୌଶଲ୍ୟାଙ୍କୁ ଅପହରଣ କରି ମାରିଦେବ, ତେବେ ଆଉ ଅଯୋଧ୍ୟାର ରାଜା ଦଶରଥ ଓ କୌଶଲ୍ୟାଙ୍କର ବିବାହ ସମ୍ଭବ ହେବ ନାହିଁ, କିମ୍ବା ତାଙ୍କ ଔରସରୁ ଜାତ ସନ୍ତାନ ତୁମକୁ ମାରିପାରିବ ନାହିଁ। ତେଣୁ ତୁମେ ମୃତ୍ୟୁ ବିଜୟୀ ହେବ। କଥାଟା ରାବଣଙ୍କ ମନକୁ ପାଇଲା। ତେଣୁ ସେ କହିଲା, ମୁଁ ଏ କାମ ନିଶ୍ଚୟ ଖୁବ୍ ଶୀଘ୍ର କରି ଆପଣଙ୍କୁ ଜଣାଇବି। ନାରଦ ରାବଣକୁ ମୃତ୍ୟୁଞ୍ଜୟ କରିବାର ଉପାୟ ବତାଇ ଫେରାଇଗଲେ। ସେହି ଦିନରୁ ରାବଣର ଆଉ ନିଦ ନାହିଁ। ସେ ନିଜ ରାକ୍ଷସମାନଙ୍କ ସହାୟତାରେ କୋଶଳ ଦେଶରେ ପହଞ୍ଚିଲେ। ଦେଖିଲେ ଖୁବ୍ ସୁନ୍ଦର ରାଜ୍ୟ, ପ୍ରାକୃତିକ ଦୃଶ୍ୟ ଖୁବ୍ ମନୋହର। ରାଜ୍ୟଠୁ ଅନତି ଦୂରରେ ରହି ଗୁପ୍ତଚର ମାଧ୍ୟମରେ ଜାଣିବାକୁ ପାଇଲେ ଯେ ରାଜକୁମାରୀ ନିଜ ସଖୀମାନଙ୍କ ସହ ପ୍ରତ୍ୟହ ନଦୀକୂଳକୁ ସ୍ନାନ କରିବାକୁ ଆସୁଛନ୍ତି ଏବଂ ସେଠାରେ ସ୍ନାନ ସାରି ସଖୀମାନଙ୍କ ସହ ନିଜ ଇଲାକାକୁ ଫେରିଯାଆନ୍ତି। ଗୁପ୍ତଚରଠାରୁ ଏକଥା ଶୁଣି ରାବଣ ମନେ ମନେ ଉପାୟ ଚିନ୍ତା କଲେ, କିଭଳି କୌଶଲ୍ୟାଙ୍କୁ ହରଣ କରିନେବେ। ତହିଁ ପରଦିନ ଠିକଣା ଜାଗାରେ ପହଞ୍ଚି ଦେଖିଲେ ରାଜକୁମାରୀ କୌଶଲ୍ୟା ସଖୀମାନଙ୍କ ଗହଣରେ ସ୍ନାନ ପାଇଁ ଯାଉଛନ୍ତି। ଏହି ସୁଯୋଗ ଅପେକ୍ଷାରେ ଥିଲେ ରାବଣ। ସଙ୍ଗେ ସଙ୍ଗେ ଅଶ୍ୱ ଝପଟାଇ ବଳପୂର୍ବକ କୌଶଲ୍ୟାଙ୍କୁ ହରଣ କରି ନେଇଗଲେ। ଏ କଥା ଦେଖି ସଖୀମାନେ ଆବାକ୍ ହୋଇଗଲେ। ସଙ୍ଗେ ସଙ୍ଗେ ଯାଇ ରାଜ ଉଆସରେ ଖବର ଦେଲେ। ରାବଣ କୌଶଲ୍ୟାଙ୍କୁ ନେଇ ବହୁ ଦୂରକୁ ପଳାଇ ଯାଇ ଦେଖିଲେ ଅନତି ଦୂରରେ ଏକ ବିରାଟ ଗୁମ୍ଫା। ଚତୁର୍ଦିଗରେ ଘଞ୍ଚ ଜଙ୍ଗଲ। କାଉ କୋଇଲିଙ୍କର ରାବ ନାହିଁ, ଖାଲି ବଣ, ପଶୁପକ୍ଷୀଙ୍କର କୋଳାହଳ। ଭାବିଲେ, ରାବଣ ଯଦି କୌଶଲ୍ୟାଙ୍କୁ ଏହି ଗୁମ୍ଫା ମଧ୍ୟରେ ଛାଡ଼ିଦେବେ, ସେଠାରୁ ସେ ଆଉ ବଞ୍ଚିକରି ଯାଇପାରିବେ ନାହିଁ। କାହିଁକି ମୁଁ ତାଙ୍କୁ ନିଜ ହାତରେ ହତ୍ୟା କରି ପାପରେ ଭାଗୀ ହେବି? ତେଣୁ ଇଏ ହେଉଛି ପ୍ରକୃତ ନିରୋଳା ସମୟ। ଏହା ଭାବି କୌଶଲ୍ୟାଙ୍କର ଚକ୍ଷୁରେ ପଟି ବାନ୍ଧି ତାଙ୍କୁ ସେହି ଗଭୀର ଗୁମ୍ଫା ଭିତରକୁ ଠେଲିଦେଲେ। ଭାବିଲେ, ଏଠାରେ ତାଙ୍କ ମୃତ୍ୟୁ ସୁନିଶ୍ଚିତ। ତାପରେ ଫେରି ଆସିଲେ ଲଙ୍କାକୁ। ଯିଏ ଯାହା ଭାବେ, ଦୈବ୍ୟ ତାହା କରାଇ ଦିଏ ନାହିଁ। ସୃଷ୍ଟିର ରହସ୍ୟ ବିଚିତ୍ରମୟ। ଯାହାକୁ ଦୈବ୍ୟ ସହାୟ ପ୍ରଦାନ କରିବେ, ତାଙ୍କର କେହି କିଛି ବିଗାଡ଼ି ପାରିବେ ନାହିଁ। କୌଶଲ୍ୟା ସେଠାରେ ବିପଦରେ ପଡ଼ି ଆର୍ତ୍ତ ଚିତ୍କାର କରିବାକୁ ଲାଗିଲେ। ଏତେ ବଡ଼ ଜଙ୍ଗଲ ଭିତରେ ଏପରି ଏକ ବିରାଟ ଗୁମ୍ଫା ଭିତରୁ ଚିତ୍କାର କଲେ କିଏ ବା କାହିଁକି ଶୁଣିବ? କିନ୍ତୁ ସୌଭାଗ୍ୟବଶତଃ ଅଯୋଧ୍ୟାର ରାଜା ଦଶରଥ ସେଠାକୁ ଯାଇଥିଲେ ପାରିଧିରେ। ଶୁଣିଲେ ଗୋଟିଏ ନାରୀର ଆର୍ତ୍ତ ଚିତ୍କାର। ସଙ୍ଗେ ସଙ୍ଗେ ଶବ୍ଦ ଭେଦ କରି ପହଞ୍ଚିଲେ ସେହି ପର୍ବତର ଗୁମ୍ଫା ନିକଟରେ ଏବଂ ଯାହା ଦେଖିଲେ ତାଙ୍କ ଆଖିକୁ ବିଶ୍ୱାସ ହେଲା ନାହିଁ। ଏଭଳି ଘନ ଅରଣ୍ୟରେ ଏପରି ଅପୂର୍ବ ସୁନ୍ଦରୀ କିଏ? ମନେ ମନେ ଭାବିଲେ, କେହି ତାକୁ ମାୟା କରି ଏପରି ଅବିଶ୍ୱାସ କରୁନାହାନ୍ତି ତ? ମନରେ ଟିକିଏ ସନ୍ଦେହ ଜାତ ହେଲା। ତଥାପି ସେ ସାହସ କରି ପଚାରିଲେ, କିଏ ତୁମେ କନ୍ୟା? ତୁମେ ଏଠାକୁ କିପରି ଆସିଛ?
କୌଶଲ୍ୟା କହିଲେ, ହେ ରାଜକୁମାର, ମୁଁ କୌଶଳ ଦେଶର ରାଜକନ୍ୟା କୌଶଲ୍ୟା ସଖୀମାନଙ୍କ ଗହଣରେ ସ୍ନାନ କରିବାକୁ ଯାଉଥିଲା ବେଳେ ରାବଣ ମୋତେ ଅପହରଣ କରି ଆଣି ଏଠାରେ ମାରିଦେବା ପାଇଁ ପକାଇ ଦେଇ ଯାଇଛି। ମୋତେ ଆପଣ ଶୀଘ୍ର ଉଦ୍ଧାର କରନ୍ତୁ, ନଚେତ୍ ମୋର ପ୍ରାଣ ଛାଡ଼ିଯିବ। ମୁଁ ରାଜଉଆସରେ ଅତି ଅଲିଅଳରେ ବଢ଼ି ଆସିଛି। ଏ ଗୁମ୍ଫାରେ ଯେମିତି ଯନ୍ତ୍ରଣା ସହ୍ୟ କରୁଛି, ଆଉ ଗୋଟିଏ ମୁହୂର୍ତ୍ତ ବି ରହିପାରିବି ନାହିଁ। ଆପଣ ମୋତେ ଉଦ୍ଧାର କରନ୍ତୁ। ରାଜପୁତ୍ର ଦଶରଥ ଭାବିଲେ, ମୁଁ କ୍ଷତ୍ରିୟ, ମୋର ଧର୍ମ ଅନ୍ୟକୁ ସାହାଯ୍ୟ କରିବା। ଯଦି ୟାଙ୍କୁ ଏଠାରୁ ଉଦ୍ଧାର ନ କରେ, ତେବେ ମୋ କ୍ଷାତ୍ର ଧର୍ମର ପାଳନ କେମିତି ହେବ? ତା ଛଡ଼ା ଇଏ ତ ଜଣେ ଅସହାୟ ନାରୀ, ନାରୀକୁ ସୁରକ୍ଷା ଦେବା ପୁରୁଷର ଧର୍ମ। ଏହି କଥା ଭାବି କୌଶଲ୍ୟାଙ୍କୁ ସହାୟତାର ହାତ ବଢ଼ାଇ ଉଦ୍ଧାର କଲେ। କୌଶଲ୍ୟା ପଚାରିଲେ, ହେ ଯୁବରାଜ, ଆପଣଙ୍କର ପରିଚୟ କ'ଣ? ଯୁବରାଜ କହିଲେ, ମୁଁ ଅଯୋଧ୍ୟାର ରାଜା ଯୁବରାଜ ଦଶରଥ। ପାରିଧି କରିବା ପାଇଁ ଏ ଘନ ଅରଣ୍ୟକୁ ଆସିଥିଲି। ଦୂରରୁ ତୁମର କ୍ରନ୍ଦନ ସ୍ୱର ଶୁଣି ଭାବିଲି, କୌଣସି ଜଣେ ନାରୀ ଅସହାୟ ଅବସ୍ଥାରେ ପଡ଼ି ସହାୟତା ପାଇଁ ନିବେଦନ କରୁଛି। ଏହି କଥା ମନରେ ଭାବି ଆସି ଦେଖେ ତ ତୁମେ ଏହି ପର୍ବତର ଗୁମ୍ଫା ଭିତରେ ରହି ବିପଦରେ ପଡ଼ିଛ। ତେଣୁ ମୁଁ ତୁମକୁ ଅସହାୟ ଭାବି ଉଦ୍ଧାର କରିବା ପାଇଁ ମନ ବଳାଇଲି। ପରିଚୟ ଲାଭ କରିବା ପରେ ଦୁହିଁଙ୍କ ମଧ୍ୟରେ ଆଳାପ ପ୍ରେମାଳାପ ହୋଇଯାଇଥିଲା। ପରେ ଉଭୟ କୌଶଲ୍ୟା ଦଶରଥ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଥିଲେ। ଏ କଥା ଜାଣିପାରିଲେ ମହର୍ଷି ନାରଦ। ସଙ୍ଗେ ସଙ୍ଗେ ଚାଲି ଆସିଲେ ରାଜ୍ୟକୁ। ଆସି ଦେଖିଲେ ରାବଣ ମହା ଖୁସିରେ ବସିଛନ୍ତି। ତାଙ୍କ ହାବଭାବରୁ ଜାଣିଲେ ଯେ ଲଙ୍କାର ଅଧିପତି ରାବଣ ତ୍ରିଭୁବନ ବିଜୟୀ ଓ ମୃତ୍ୟୁଞ୍ଜୟ ହେବାକୁ ଚାହୁଁଛନ୍ତି। କାରଣ ସେ ଭାବି ନେଇଥିଲେ ଯେ ରାବଣ ମୃତ୍ୟୁ ହୋଇ ଯେ ରାଜକୁମାରୀ କୌଶଲ୍ୟା ମରିଯାଇଛନ୍ତି, ଆଉ ସେ କୋଉ ବଞ୍ଚିଛନ୍ତି ଯେ ଦଶରଥଙ୍କୁ ବିବାହ କରିବେ। ବିବାହ ପରେ ତାଙ୍କର ପୁତ୍ର ମୃତ୍ୟୁର କାରଣ ହେବ। ନିଶ୍ଚିନ୍ତରେ ରହିଛନ୍ତି ଲଙ୍କାପତି ରାବଣ। ଦେଖିଲେ ମହର୍ଷି ନାରଦ ତାଙ୍କ ଆଡ଼କୁ ଆସୁଛନ୍ତି। ସେ ଶ୍ରଦ୍ଧାର ପ୍ରଣିପାତ କରି ମହର୍ଷିଙ୍କୁ ଆଦର କରି ନେଇ ତାଙ୍କୁ ଆତିଥ୍ୟ ପ୍ରଦାନ କଲେ। ପରେ ଅଳ୍ପ ଭାବ ଗଦଗଦ ସ୍ତରରେ ପହଞ୍ଚି କହିଲେ, ହେ ମହର୍ଷି, ଏବେ ଆପଣ ଖୁସି ତ? ଆପଣଙ୍କର କହିବା ଅନୁଯାୟୀ କୌଶଲ୍ୟାଙ୍କୁ ବଧ କରିବା ନିମନ୍ତେ ପାହାଡ଼ ଗୁମ୍ଫାରେ ପକାଇ ମାରି ଦେଇଛି। ତେଣୁ ମୋର ଆଉ ସେଇ ଦିଗରେ ଚିନ୍ତା କରିବାର ନୁହେଁ। ଏବେ ମୁଁ ମୃତ୍ୟୁ ଉପରେ ବିଜୟ ଲାଭ କରି ମୃତ୍ୟୁଞ୍ଜୟୀ ହୋଇଯିବି। ସେଇ ଖୁସିରେ ମୁଁ ଅତ୍ୟନ୍ତ ଆନନ୍ଦିତ। ଏକଥା ଶୁଣି ମହର୍ଷି ଟିକେ ବିସ୍ମୟ ପ୍ରକାଶ କରି କହିଲେ, ହେ ଦଶାନନ, ଆପଣଙ୍କର ମତିଗତି ଠିକ୍ ଅଛି ତ? ପାଗଳ ପରି ପ୍ରଳାପ କରୁଛନ୍ତି ନାହିଁ ତ? କାରଣ ଆପଣ ବୋଧେ ଠିକ୍ ସମ୍ବାଦ ଜାଣିନାହାନ୍ତି। ଆଶ୍ଚର୍ଯ୍ୟ ହୋଇ ଲଙ୍କାପତି, ଯାହା ଆପଣ ଭାବୁଛନ୍ତି ତାହା ଠିକ୍ ନୁହେଁ। ଏବେ କୌଶଲ୍ୟା ଜୀବିତ। ଅଯୋଧ୍ୟାର ରାଜା ଦଶରଥଙ୍କ ଦ୍ୱାରା ଉଦ୍ଧାର ହୋଇ ତାଙ୍କ ସହ ବିବାହ କାର୍ଯ୍ୟ ସମାପନ ହୋଇସାରିଛି। ଆଜି ତାଙ୍କର ମଧୁଶଯ୍ୟା ରାତ୍ରି। ରାବଣ ଏକଥା ଶୁଣି ବ୍ୟସ୍ତ ଓ ବିବ୍ରତ ହୋଇ କହିଲେ, ମହର୍ଷି, ଏବେ ଆଉ ଏକ ଉପାୟ ବତାନ୍ତୁ, ନଚେତ୍ ମୋର ମୃତ୍ୟୁ ସୁନିଶ୍ଚିତ। ମୁଁ କିପରି ମୃତ୍ୟୁଞ୍ଜୟୀ ହେବି? ମହର୍ଷି ନାରଦ ମନେ ମନେ ଚିନ୍ତା କରି କହିଲେ, ହେ ଲଙ୍କାପତି, ଗୋଟିଏ ଉପାୟ ଅଛି। ତାହା କ'ଣ ଆପଣ କରିପାରିବେ? ରାବଣ କହିଲେ, ନାରଦ ମହାଶୟ, ଆପଣ ଯାହା କହିବେ ତାହା କରିବା ପାଇଁ ମୁଁ ପ୍ରସ୍ତୁତ। ଯଦି ମୃତ୍ୟୁଞ୍ଜୟୀ ହେବା ପାଇଁ ଅନ୍ୟଙ୍କ କଷ୍ଟ କରିବା ପାଇଁ ମୋତେ ପଡ଼େ, ତାହେଲେ ମୁଁ ରାଜି। ଆପଣ ଯଥାଶୀଘ୍ର ଏହାର ଉପାୟ ବତାଇ ଦିଅନ୍ତୁ। ମହର୍ଷି ନାରଦ କହିଲେ, ପୌରୁଷତ୍ୱ ରାବଣ ପଚାରିଲେ, ମହର୍ଷି, ମୁଁ ବୁଝିପାରିଲି ନାହିଁ ଆପଣଙ୍କର ଉଦ୍ଦେଶ୍ୟ। ନାରଦ କହିଲେ, ହେ ଲଙ୍କାପତି, ଆଜି ରାଣୀ କୌଶଲ୍ୟା ଓ ଦଶରଥଙ୍କର ବିବାହର ଚତୁର୍ଥ ଦିନ। ଆଜି ହିଁ ତାଙ୍କର ମଧୁଶଯ୍ୟା ରାତ୍ରି। ଆଜି ରାତିରେ ଉଭୟଙ୍କର ମିଳନରୁ ଜନ୍ମ ନେବେ ବିଧାତା ପୁରୁଷ ରାମଚନ୍ଦ୍ର, ତୁମ ମୃତ୍ୟୁର କାରଣ। ଆଉ ଯଦି ସେ ରାମଚନ୍ଦ୍ର ଜନ୍ମ ନିଅନ୍ତି, ତେବେ ଆପଣଙ୍କର ମୃତ୍ୟୁ ସୁନିଶ୍ଚିତ। ରାବଣ କହିଲେ, ମହର୍ଷି, କଥା ଟିକିଏ ଖୋଲିକରି କହନ୍ତୁ ତ? ମୋତେ କ'ଣ କହିବାକୁ ହେବ, କ'ଣ କରିବାକୁ ହେବ? ନାରଦ କହିଲେ, ଆଜି ରାତିରେ ଉଭୟ ରାଜା ଓ ରାଣୀ ପୂର୍ବରୁ ରାଜା ଦଶରଥ ପ୍ରତିଜ୍ଞା କରିଛନ୍ତି ଦାନ ଧର୍ମ ଦକ୍ଷିଣା ଦେଇ ସମସ୍ତ ଅଯୋଧ୍ୟାବାସୀଙ୍କର ମନରେ ହସର ଲହଡ଼ି ଖେଳାଇ ଦେବେ। ଆପଣ ଯଦି ପାରିବେ, ତେବେ ଯାଇ ଦାନ ଆକାରରେ ଅଯୋଧ୍ୟା ନରପତିଙ୍କୁ ତାଙ୍କ ପୁରୁଷତ୍ୱ ମାଗି ଆଣ। ଫଳରେ ଉଭୟଙ୍କର ମିଳନରେ ଆଉ ସନ୍ତାନ ଜାତ ହୋଇପାରିବ ନାହିଁ। ତେଣୁ ତୁମେ ଅମର ହୋଇଯିବ।
କଥାଟା ରାବଣଙ୍କର ମନକୁ ପାଇଗଲା। ମହର୍ଷି ନାରଦ ରାବଣଙ୍କ ଠାରୁ ବିଦାୟ ନେଇ ଚାଲିଗଲେ। ସଙ୍ଗେ ସଙ୍ଗେ ଲଙ୍କାଧିପତି ରାବଣ ନିଜ ବେଶ ବଦଳାଇ ନୈଷ୍ଠିକ ବୁଦ୍ଧ ବ୍ରାହ୍ମଣ ବେଶରେ ପହଞ୍ଚିଗଲେ ଅଯୋଧ୍ୟାରେ। ଦେଖିଲେ ସୁନ୍ଦର ସୁଠାମ ପୁରୁଷ ଦଶରଥ ପାଖରେ ନବବିବାହିତା ଯୁବତୀ ପତ୍ନୀ କୌଶଲ୍ୟା ପାରିଷଦଙ୍କ ମେଳରେ ମୁକ୍ତ ହସ୍ତରେ ଦାନ କରି ଚାଲିଛନ୍ତି 5 ଲକ୍ଷ ସୁନମୁଦ୍ରା। ଦାନ ଗ୍ରହଣକାରୀଙ୍କ ମେଳରେ ବୁଢ଼ା ବ୍ରାହ୍ମଣ ବେଶରେ ବସିପଡ଼ିଲେ ରାବଣ। ତାଙ୍କ ନିକଟରେ ପହଞ୍ଚି ରାଜା ଦଶରଥ ପଚାରିଲେ, ହେ ବୁଦ୍ଧ ବ୍ରାହ୍ମଣ, ଯାହା ତୁମ ବେଶ ପୋଷାକରୁ ଜଣାପଡ଼ୁଛି ତୁମେ ଜଣେ ନୈଷ୍ଠିକ ବ୍ରାହ୍ମଣ ନିଶ୍ଚୟ। ମାତ୍ର ତୁମେ ଦୁଃଖୀ ଦରିଦ୍ର। ମୁଁ ତୁମକୁ 1 ଲକ୍ଷ ସୁନମୁଦ୍ରା ମୁକ୍ତ ହସ୍ତରେ ପ୍ରଦାନ କରୁଛି, ଗ୍ରହଣ କରନ୍ତୁ। ଲଙ୍କାଧିପତି ବୁଦ୍ଧ ବ୍ରାହ୍ମଣ ବେଶରେ କହିଲେ, ହେ ରାଜା, ମୁଁ ଆପଣଙ୍କ ଅଯୋଧ୍ୟା ନଗରୀର ଜଣେ ଦିନହୀନ ଅକିଞ୍ଚନ ପ୍ରଜା। ମୋର 1 ଲକ୍ଷ ସୁନମୁଦ୍ରା ପେଟ ପୂରିବ ନାହିଁ, କାରଣ ଏହା ଆଜି ଅଛି କାଲିକି ରହିବ ନାହିଁ। ମୋର ସେସବୁରେ ଟିକିଏ ଲୋଭ କି ଆସକ୍ତି ନାହିଁ। ଆପଣଙ୍କୁ ଯିଏ ଯାହା ମାଗୁଛି ଆପଣ ତାହା ମୁକ୍ତ ହସ୍ତରେ ପ୍ରଦାନ କରୁଛନ୍ତି। ଯଦି ଆପଣ ମୋତେ ଦେବା ପାଇଁ ଚାହୁଁଛନ୍ତି, ଜଳ ଟେକି ତ୍ରିବାର ସତ୍ୟ କରନ୍ତୁ। ଚନ୍ଦ୍ର ସୂର୍ଯ୍ୟ ଇନ୍ଦ୍ରଙ୍କୁ ସାକ୍ଷୀ ରଖି ମୋତେ କୁହନ୍ତୁ, ଯାହା ଏଇ ବୁଦ୍ଧ ବ୍ରାହ୍ମଣ ମାଗିବ ତାହା ଦାନ କରିବେ। ପଶୁ ପକ୍ଷୀ ଏହା ଶୁଣି ଯୁବରାଜ ଦଶରଥ କହିଲେ, ହେ ବ୍ରାହ୍ମଣ, ସୂର୍ଯ୍ୟ ଚନ୍ଦ୍ର ଇନ୍ଦ୍ର ପକ୍ଷୀ ଜୀବ ବୃକ୍ଷଲତା ସମସ୍ତଙ୍କୁ ସାକ୍ଷୀ ରଖି ତ୍ରିବାର ସତ୍ୟ କରୁଛି, ଯାହା ତୁମେ ମାଗିବ ତାହା ମୁଁ ନିଶ୍ଚୟ ମୁକ୍ତ ହସ୍ତରେ ଦାନ ଦେବି। ବ୍ରାହ୍ମଣ ବେଶ ଧରି ରାବଣ ଆଉ କାଳ ବିଳମ୍ବ ନ କରି କହିଲା, ହେ ରାଜନ୍, ମୋତେ ଆପଣଙ୍କର ପୌରସତ୍ୱ ଦାନ କରନ୍ତୁ। ରାଜା ଅତ୍ୟନ୍ତ ଖୁସି ହୋଇ ବ୍ରାହ୍ମଣକୁ ତାହା ଦାନ କରିଦେଲେ। ବ୍ରାହ୍ମଣ ବେଶୀ ରାବଣର ସୁଖ କହିଲେ ନ ସରେ। ବଡ଼ ସରାଗରେ ତାହାକୁ ଆଣି ପହଞ୍ଚି ଲଙ୍କାରେ ପୁତ୍ରର ଫେରିବା ବିଳମ୍ବ ଦେଖି ମାତା ନିକଷା ଚାହିଁ ରହିଥିଲେ ଫେରିବା ବାଟକୁ। ଏହି ସମୟରେ ପହଞ୍ଚି ରାବଣକୁ କହିଲେ, ମାତା, ମୁଁ ଏ ଯେଉଁ ଜିନିଷଟି ଆଣୁଛି ତୁମେ ଏହାକୁ ସାଇତି କରି ତୁମ ପାଖରେ ରଖିଥାଅ, ଦରକାର ବେଳେ କାମରେ ଆସିବ। ମାତା ନିକଷା ଭାବିଲେ, ପୁତ୍ର ରାବଣ ତ କେବେ କିଛି ଶରଧାରେ ମୋତେ ଏଯାଏଁ ଦେଇନି, ଆଜି ତାର କ'ଣ ଦେଇଛି କେଜାଣି। ଯେତେବେଳେ ସ୍ନେହ ଶ୍ରଦ୍ଧାରେ ଏହାକୁ ଦେଇଛି ସାଇତି ରଖିବା ପାଇଁ, ତେବେ କାହିଁକି ବା ନ ରଖିବି। ଏଇ କଥା ଭାବି ସିନା ନେଲେ। ଭାବିଲେ, ରାବଣ ତ ମୋର ପୁତ୍ର, ଆଜି ଯାହା ଦେଇଛି ତାକୁ ମୁଁ ନିଶ୍ଚୟ ଗ୍ରହଣ କରିବି। କାଳେ ସିଏ ନିଶ୍ଚୟ କିଛି ଅମୃତ ଆଣି ଦେଇଥିବ। ଏ କଥା ଭାବି ମା ନିକଷା ତାକୁ ପାନ କରିଦେଲେ। କିଛି ଦିନ ପରେ ମା ନିକଷା ହେଲେ ଗର୍ଭବତୀ। ଆଉ ଯେଉଁ ପୁତ୍ରକୁ ଜନ୍ମ ଦେଲେ ତାର ନାମ ରଖିଲେ ବିଭୀଷଣ। ରାବଣର ଭାଇ ଏହି ବିଭୀଷଣ ଥିଲେ ରାମଚନ୍ଦ୍ରଙ୍କର ଜ୍ୟେଷ୍ଠ ଭ୍ରାତା ଓ ଦଶରଥଙ୍କ ଔରସରୁ ଜାତ ପ୍ରଥମ ସନ୍ତାନ। ଏଠାରେ ସ୍ମରଣ କରି ଦିଆଯାଇପାରେ ଯେ ଦଶରଥ ନିଜ ଅଜାଣତରେ ତାଙ୍କର ପୌରସତ୍ୱ ଦାନ କରି ଦେଇଥିବାରୁ ପରବର୍ତ୍ତୀ କାଳରେ ତାଙ୍କର କୌଣସି ସନ୍ତାନ ସନ୍ତତି ନ ହେବା ପରେ ଋଷି ଲୋମଶଙ୍କ ଦ୍ୱାରା ଯଜ୍ଞ କରାଇ ଚରୁ ଅନ୍ନ ନେଇ 3 ରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରାଙ୍କୁ ଦେବାରୁ ସେମାନେ ଗର୍ଭବତୀ ହୋଇଥିଲେ ଏବଂ ସେମାନଙ୍କ ଗର୍ଭରୁ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ଜନ୍ମ ହୋଇଥିଲେ। ସାଙ୍ଗମାନେ, ମୋର ଏହି ଭିଡ଼ିଓଟି ଯଦି ଭଲ ଲାଗୁଥିବ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିନ୍ତ କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରନ୍ତୁ। ମୋର ଏହି ଭିଡ଼ିଓକୁ ବହୁମାତ୍ରାରେ ସେୟାର କରନ୍ତୁ।